ପିଲାମାନେ ଆଉ ଏକ ନୂଆ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ। ଆଶା କରୁଛି ସମସ୍ତେ ଭଲରେ ଥିବେ। ତ ଦେଖିପାରୁଥିବେ ଯେଉଁ 10th କ୍ଲାସ୍ ଗୋଟେ ମିନିଟ୍ ପିଲାମାନେ 10th କ୍ଲାସ୍ ହେବାକୁ ଯାଉଥିବା ବୋର୍ଡ଼ ଏକ୍ଜାମ୍ର ପ୍ରଥମ ଭାଷା ଓଡ଼ିଆର ତୁମର MILର କିଛି ପ୍ରଶ୍ନ ଆମେ ଡିସ୍କସ୍ କରିବା ଯାହାକି ପିଲାମାନଙ୍କର ଅବଜେକ୍ଟିଭ୍ ରହିଛି। ଯେଉଁମାନେ ବି ଚ୍ୟାନେଲରେ ନୂଆ ଅଛନ୍ତି ପିଲାମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ନୋଟିଫିକେସନ୍କୁ ଅଲ୍ରେ କ୍ଲିକ୍ କରିବାକୁ କେହି ବି ଭୁଲିବେ ନାହିଁ। କ୍ୱେଶ୍ଚନ୍ ୱିଥ୍ ଆନ୍ସର୍ ଡିସ୍କସ୍ କରିବା ଯେଉଁଟା ତୁମ ପ୍ରାକ୍ଟିସ୍ ହେଇଯିବ ଏବଂ ପିଲାମାନେ ଏଇଟା ଏଇଥିରୁ ହିଁ ତୁମର ମ୍ୟାକ୍ସିମମ୍ କ୍ୱେଶ୍ଚନ୍ ଏକ୍ଜାମ୍କୁ ରିପିଟ୍ ହେବ। ତ କେହି ବି ଭିଡ଼ିଓ ମିସ୍ କରନାହିଁ, ଠିକ୍ ଅଛି। ପ୍ରଥମ କ୍ୱେଶ୍ଚନ୍ ଦେଖ, ପବନର ପ୍ରତିକୂଳ ସାଇକେଲ ଚାଳନା କଷ୍ଟକର। ଏହି ପବନର ପ୍ରତିକୂଳରେ ସାଇକେଲ ଚାଳନା କଷ୍ଟକର। ଏହି ବାକ୍ୟ କାହା ଦ୍ୱାରା ସଂକ୍ଷିପ୍ତ ହୋଇଛି? କାହା ଦ୍ୱାରା ପିଲାମାନେ? ଅପସନ୍ ଦେଲା ସନ୍ଧି, ସମାସ, କୃଦନ୍ତ, ଉପସର୍ଗ। ତ ତୁମର କରେକ୍ଟ ଆନ୍ସର୍ ହେଇଯିବ କ'ଣ? ଉପସର୍ଗ। ତ ନେକ୍ସଟ ଦେଖ ପିଲାମାନେ, ନେକ୍ସଟ ଦେଲା କ'ଣ? ନେକ୍ସଟ ଦେଲା ତୁମର 2 ନମ୍ବର କ୍ୱେଶ୍ଚନ୍। 2 ନମ୍ବର କ୍ୱେଶ୍ଚନ୍ଟି ଦେଲା କେଉଁ ଶବ୍ଦ ରୂପରେ ନ ହୋଇନାହିଁ? ଅପସନ୍ ଦେଲା କୃଷ୍ଣ, ଋଣ, ତୃଣ, ମସୃଣ। ତ କରେକ୍ଟ ଆନ୍ସର୍ କ'ଣ ହେଇଯିବ ପିଲାମାନେ? କୃଷ୍ଣ। ତ ନେକ୍ସଟ ଦେଖ ପିଲାମାନେ 3 ନମ୍ବର କ୍ୱେଶ୍ଚନ୍, ଓଡ଼ିଶା ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ କ'ଣ? ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ଇତାଲୀୟ ଯୁବା, ଗାଁ ମଜଲିସ୍, ବିବେକୀ। ଏଇଟା ପିଲାମାନେ ଆନ୍ସର୍ ସମସ୍ତେ ହିଁ ଜାଣିଥିବେ, ଏହାର ଆନ୍ସର୍ ହେଇଯିବ ବିବେକୀ। ତ ନେକ୍ସଟ ଦେଖିବା ପିଲାମାନେ 4 ନମ୍ବର କ୍ୱେଶ୍ଚନ୍, କାଠୁରିଆ କ'ଣ ଚୋବାଇଲା ପରି ରୁଟି 2ଟା ଚୋବାଇ ଗଲା? ପାମ୍ପଡ଼, ମୁଢ଼ି, ଗଡ଼ି, ଖଡ଼ି। ତ କ'ଣ হবে ଆନ୍ସର୍? ପାମ୍ପଡ଼ ହେଇଯିବ ପିଲାମାନେ କରେକ୍ଟ ଆନ୍ସର୍। ଯେଉଁମାନଙ୍କୁ ପିଲାମାନେ ପ୍ରାକ୍ଟିସ୍ କ୍ୱେଶ୍ଚନ୍ ଏବଂ PYQ ସବୁ ଦରକାର ପିଲାମାନେ ଆମ ଟେଲିଗ୍ରାମ ଚ୍ୟାନେଲ୍ ଲିଙ୍କ୍ ମୁଁ ଡିସ୍କ୍ରିପ୍ସନ୍ରେ ଦେଇଦେବି। ଟେଲିଗ୍ରାମ ଚ୍ୟାନେଲ୍ ଜଏନ୍ ହେଇଯାଅ ଏବଂ ସେଠି ଟେଲିଗ୍ରାମ ଚ୍ୟାନେଲ୍ରେ ଡିସ୍କସନ୍ ଗ୍ରୁପ୍ରେ ମେସେଜ୍ କରିବ, ମୁଁ ତୁମକୁ ପ୍ରୋଭାଇଡ଼ କରିଦେବି ଡାଇରେକ୍ଟ, ଠିକ୍ ଅଛି। ନେକ୍ସଟ 5 ନମ୍ବର କ୍ୱେଶ୍ଚନ୍ ଦେଖ, କେଉଁ ସମାସ ନାମରେ ବର୍ଣ୍ଣନାଗତ ଅଶୁଦ୍ଧି ରହିଛି? କେଉଁ ସମାସ ନାମରେ ବର୍ଣ୍ଣନାଗତ ଅଶୁଦ୍ଧି ରହିଛି? ଅପସନ୍ ହେଲା ବହୁବ୍ରୀହି, ଦ୍ୱନ୍ଦ୍ୱ, କର୍ମଧାରୟ, ତତ୍ପୁରୁଷ। ତ କରେକ୍ଟ ଆନ୍ସର୍ କେଉଁଟା ହେବ? ବହୁବ୍ରୀହି। ନେକ୍ସଟ ଦେଖ 6 ନମ୍ବର କ୍ୱେଶ୍ଚନ୍, ପଦ ସଂଗତିରେ ଉପମବାଚକ ଶବ୍ଦର ବ୍ୟବହାର ହୋଇଥିଲେ ତାକୁ କ'ଣ କୁହାଯାଏ? ଲୋକବାଣୀ, ତୁଳନାତ୍ମକ ରୂଢ଼ି, କ୍ରିୟାହୀନ ରୂଢ଼ି, କ୍ରିୟାଯୁକ୍ତ ରୂଢ଼ି। କରେକ୍ଟ ଆନ୍ସର୍ ହେଇଯିବ ତୁଳନାତ୍ମକ ରୂଢ଼ି। ନେକ୍ସଟ 7 ନମ୍ବର କ୍ୱେଶ୍ଚନ୍, ବାକ୍ୟରେ ସମ୍ବନ୍ଧ ପଦ କେଉଁଠାରେ ବସେ? ସମ୍ବନ୍ଧିତ ପଦ ପୂର୍ବରୁ, ସମ୍ବନ୍ଧିତ ପଦ ପରେ, ବାକ୍ୟ ଆରମ୍ଭରେ, ବାକ୍ୟ ଶେଷରେ। ତ ବାକ୍ୟର ସମ୍ବନ୍ଧ ପଦ ପିଲାମାନେ ସମ୍ବନ୍ଧିତ ପଦ ପୂର୍ବରୁ ବସେ, ଯାହାକୁ ସମ୍ବନ୍ଧ କରାଯାଉଛି ଠିକ୍ ତା'ର ପୂର୍ବରୁ ବସିବ। ଯେମିତି ହେ ରାମ, ଠିକ୍ ଅଛି, ହେ ରାମ। ଯେହେତୁ ଏଠି ରାମ ହେଲା ପିଲାମାନେ ସମ୍ବନ୍ଧିତ ପଦ, ଏହାର ପୂର୍ବରୁ ବସିବ ହେ, ଠିକ୍ ଅଛି। ସେମିତି ସମ୍ବନ୍ଧିତ ପଦ ପୂର୍ବରୁ ହିଁ ବସିଥାଏ। ନେକ୍ସଟ 8 ନମ୍ବର କ୍ୱେଶ୍ଚନ୍, ମିଶ୍ର ବାକ୍ୟ କାହାକୁ କୁହାଯାଏ? ସରଳ ବାକ୍ୟର ସମନ୍ୱିତ ରୂପକୁ, ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ, ଜଟିଳ ବାକ୍ୟର ସମନ୍ୱିତ ରୂପକୁ, ଯୌଗିକ ବାକ୍ୟର ସମନ୍ୱିତ ରୂପକୁ। ତ ମିଶ୍ର ବାକ୍ୟ ପିଲାମାନେ ହେଇଯିବ ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ, ଠିକ୍ ଅଛି। ତ ନେକ୍ସଟ ଦେଖ, ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ପ୍ରତ୍ୟେକ ଜାଣିବେ ସେତେବେଳେ କାହାର ଧ୍ୱଜା ଉଡ଼ିବ? ଶାନ୍ତିର, ପ୍ରୀତିର, କୀର୍ତ୍ତିର, ମୈତ୍ରୀର। ପିଲାମାନେ ସମସ୍ତେ ଆନ୍ସର୍ ଜାଣିଥିବେ ମୈତ୍ରୀର ହେଇଯିବାର କରେକ୍ଟ ଆନ୍ସର୍, ଠିକ୍ ଅଛି। 10 ନମ୍ବର କ୍ୱେଶ୍ଚନ୍ ଦେଖିବା, ଭାରତୀୟ ସଭ୍ୟତାର ଆଦର୍ଶ କହିଲେ କ'ଣ ବୁଝ? ଭୋଗ ଓ ଐଶ୍ୱର୍ଯ୍ୟ, ତ୍ୟାଗ ଓ ଆତ୍ମସଂଯମ, ଯାଗଯଜ୍ଞ କରଣ, ରାଗ ଓ ରାଗିଣୀ ସୃଷ୍ଟି। ତ ତ୍ୟାଗ ଓ ଆତ୍ମସଂଯମ ହେଇଯିବ କରେକ୍ଟ ଆନ୍ସର୍। ତ ପିଲାମାନେ ଯେଉଁମାନେ ଏତେ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟି ଲାଇକ୍ କରିଦିଅନ୍ତୁ, ଠିକ୍ ଅଛି। ଆଉ ହାଇପ୍ ମଧ୍ୟ ଭିଡ଼ିଓ କରିଦିଅନ୍ତୁ, ଭିଡ଼ିଓ ହାଇପ୍ ମଧ୍ୟ କରିଦିଅନ୍ତୁ। 11 ନମ୍ବର କ୍ୱେଶ୍ଚନ୍, ଉତ୍କଳ ଜନନୀ କାହା ଦ୍ୱାରା ପବିତ୍ର ହୋଇଅଛି? ବୁଧର ଦ୍ୱାରା, ମନ୍ଦିର ଦ୍ୱାରା, ଉଟଜ ଦ୍ୱାରା, ତୀର୍ଥ ଦ୍ୱାରା। ତ ଏଇଟା କରେକ୍ଟ ଆନ୍ସର୍ ହେଇଯିବ ଉଟଜ ଦ୍ୱାରା। ନେକ୍ସଟ ପିଲାମାନେ, ଆବର ରଡ଼ିଏ ସହିଲେ ଦୁର୍ଯ୍ୟୋଧନ କ'ଣ ହେବ ବୋଲି ଲକ୍ଷ୍ମୀ କହିଛନ୍ତି? ଅମର, ଅଜର, ଅଜରାମ୍ବର, ମୃତ୍ୟୁଞ୍ଜୟ। ତ କରେକ୍ଟ ଆନ୍ସର୍ ହେଇଯିବ ଅଜରାମ୍ବର। ନେକ୍ସଟ, ଦୀର୍ଘଦେହୀ ପୁରୁଷ ବେଶ ପୋଷାକରୁ କାହା ପରି ଦେଖାଯାଉଥିଲେ ବା କାହା ପରି ମନେ ହେଉଥିଲେ? ରାଜବଂଶର ଲୋକ, ସନ୍ନ୍ୟାସୀ, ପୂଜକ, ଭିକ୍ଷୁ। ତ କରେକ୍ଟ ଆନ୍ସର୍ ହେଇଯିବ ରାଜବଂଶର ଲୋକ। ନେକ୍ସଟ ପିଲାମାନେ ଦେଖିବା 14 ନମ୍ବର କ୍ୱେଶ୍ଚନ୍, ଖ୍ରୀଷ୍ଟିଆନ ମିଶନାରୀର କେଉଁ ମସିହାକୁ ଓଡ଼ିଶାରେ ମିଶନ ସ୍କୁଲ ମାନେ ପ୍ରତିଷ୍ଠା କରିଥିଲେ? କରେକ୍ଟ ଆନ୍ସର୍ କ'ଣ ପିଲାମାନେ? 1822। ପିଲାମାନେ ଏଇସବୁ କ୍ୱେଶ୍ଚନ୍ ଯେଉଁଟା ସବୁ ମସିହା ବାଲା କ୍ୱେଶ୍ଚନ୍ ଅଛି, ସାହିତ୍ୟର ବେଶୀ ତ ମସିହା ବାଲା କ୍ୱେଶ୍ଚନ୍ ବେଶୀ କିଛି ନାହିଁ, ଯାହା ଯାହା ଅଛି ଟିକେ ଇମ୍ପୋର୍ଟାଣ୍ଟ ଅଛି, ପ୍ଲିଜ୍ ମନେ ରଖିଦେଇଥିବ, ଠିକ୍ ଅଛି। ନେକ୍ସଟ ଦେଖ, ରାମଚନ୍ଦ୍ର ବିସ୍ମିତ ହୋଇ କ'ଣ ତ୍ୟାଗ କରିଥିଲେ? ନିଶ୍ୱାସ ତ୍ୟାଗ କରିଥିଲେ, ଠିକ୍ ଅଛି। ରାମଚନ୍ଦ୍ର ବିସ୍ମିତ ହୋଇ ନିଶ୍ୱାସ ତ୍ୟାଗ କରିଥିଲେ। ରାଧାନାଥ ଚିଲିକା କାବ୍ୟ ଏକ ଡେସ୍? ରାଧାନାଥ ଚିଲିକା କାବ୍ୟ ଏକ ଖଣ୍ଡ କାବ୍ୟ। ଏଇଟା ପିଲାମାନେ ଯେଉଁ ଚିଲିକାର ଯେଉଁ ରହିଛି କବି ପରିଚୟ, ସେଇଟା ଟିକେ ଭଲସେ ଦେଖିନେବ, କାରଣ କବି ପରିଚୟରେ କିଛି କବିଙ୍କ ବିଷୟରେ ଲେଖାଯାଇଥାଏ, ସେସବୁ ଟିକେ ଭଲସେ ଥରେ ଖଣ୍ଡେ ପଢ଼ି ଦେଇଥିବ, ଯାହାକି ତୁମର ଠିକ୍ସେ ମନେ ରହିଯିବ। ନେକ୍ସଟ ଦେଖ, ନେକ୍ସଟ ଦେଖ 17 ନମ୍ବର କ୍ୱେଶ୍ଚନ୍, ବାକ୍ୟ କାହାକୁ ପ୍ରକାଶ କରିଥାଏ?
ବାକ୍ୟ ମନର ଭାବକୁ ପ୍ରକାଶ କରିଥାଏ। ନେକ୍ସଟ ଦେଖ 18 ନମ୍ବର କ୍ୱେଶ୍ଚନ୍, ବାକ୍ୟରେ ଗୋଟିଏ ପଦ ଅନ୍ୟ ପଦ ଗୁଡ଼ିକ କାହିଁକି ଅପେକ୍ଷା କରିଥାଏ? ମାନେ କ'ଣ କହିଲା, ବାକ୍ୟରେ ଗୋଟିଏ ପଦ ଅନ୍ୟ ପଦ ଗୁଡ଼ିକୁ କାହିଁକି ଅପେକ୍ଷା କରିଥାଏ? ଅର୍ଥବୋଧକତା ପାଇଁ। ଗୋଟେ ପଦ ଯଦି ଅନ୍ୟ ପଦର ଅପେକ୍ଷା କରିଛି ମାନେ ତାର କିଛି ଏଇ ପଦ ଦ୍ୱାରା ସେ ଦ୍ୱିତୀୟ ପଦର ଅର୍ଥ କିଛି ପ୍ରକାଶ ପାଉଥିବ। ଠିକ୍ ଅଛି। ନେକ୍ସଟ ଦେଖ, ନେକ୍ସଟ ହେଲା ମୋହ ମମତାର ନୀର ତରୁଣମାନଙ୍କ ସମ୍ମୁଖରେ କ'ଣ ସୃଷ୍ଟି କରିଛି? ମାୟା, ଅନ୍ଧକାର, କୁହେଳି, କୁହୁକ। ତ କରେକ୍ଟ ଆନ୍ସର ହେଇଯିବ ଏଇଟା କୁହେଳି। ନେକ୍ସଟ ଦେଖ, କେଉଁ ନାରୀ କବିଙ୍କ କେଉଁ ନାରୀ କବିଙ୍କ ପଦ୍ୟ ତୁମ ପାଠ୍ୟ ଭାବେ ରହିଅଛି? ବିଦ୍ୟୁତ ପ୍ରଭା ଦେବୀ। ଠିକ୍ ଅଛି। ଆଉ ବିଦ୍ୟୁତ ପ୍ରଭା ଦେବୀଙ୍କର କେଉଁ ପଦ୍ୟ ଆମ ପାଠ୍ୟପୁସ୍ତକରେ ଯେଉଁଟାକି ଆମେ ଦଶମ ଶ୍ରେଣୀ ବିଷୟରେ ପଢ଼ୁଛେ ସେଟା ତୁମେ କମେଣ୍ଟରେ ଜଣାଇବ। ଠିକ୍ ଅଛି, ସେଟା କମେଣ୍ଟରେ ଜଣାଇବ। ନେକ୍ସଟ ଦେଖ, କିଣା ଯାଇଥିଲା କାଠର ନାମ କ'ଣ ଥିଲା? କିଣା ଯାଇଥିବା କାଠର ନାମ କ'ଣ ଥିଲା? ଢ କାଠ। ନେକ୍ସଟ ଦେଖ, ଅଙ୍ଗଦ ଚୌଧୁରୀ କେଉଁ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ? କେଉଁ ବିଶ୍ୱବିଦ୍ୟାଳୟ ପିଲାମାନେ? ନାଳନ୍ଦା ବିଶ୍ୱବିଦ୍ୟାଳୟରେ। ପିଲାମାନେ ଭିଡ଼ିଓ ସମ୍ପୂର୍ଣ୍ଣ ଦେଖନ୍ତୁ, କାରଣ ଯଦି ବି ତୁମେ କିଛି ପଢ଼ିଥିବ ଏବଂ ଏଠି ଯଦି ମୁଁ କିଛି କ୍ୱେଶ୍ଚନ୍ ଡିସ୍କସ୍ କରୁଛି ସେମାନଙ୍କୁ ପ୍ରାକ୍ଟିସ୍ ହେଇଯିବ ଏବଂ ସେସବୁ ଆଉ ଥରେ ବହୁତ ଭଲସେ ମନେ ରହିଯିବ, ତୁମ ଲଙ୍ଗ୍ ଟର୍ମ ମେମୋରିରେ ସେଭ୍ ହେଇଯିବ। ନେକ୍ସଟ ଦେଖ 23 ନମ୍ବର କ୍ୱେଶ୍ଚନ୍, କବି ରାଧାନାଥ କାହାକୁ ଉଲ୍ଲାସର ଆତ୍ମା ପରି ମନେ କରିଛନ୍ତି? ଗୀତାମୃତକୁ, ଗୀତତାନକୁ, ଭାବାନ୍ତରକୁ, ଆବେଗକୁ। କାହାକୁ ପିଲାମାନେ? ଗୀତାମୃତକୁ। ନେକ୍ସଟ ଦେଖ 24 ନମ୍ବର କ୍ୱେଶ୍ଚନ୍, ମଙ୍ଗଳେ ଉଇଲା ଉଷା ପଦ୍ୟ କେଉଁ କାବ୍ୟରୁ ଆସିଅଛି? ତପସ୍ୱିନୀ କାବ୍ୟରୁ। ନେକ୍ସଟ ଦେଖ, ନେକ୍ସଟ ଦେଲା ପିଲାମାନେ 25 ନମ୍ବର କ୍ୱେଶ୍ଚନ୍, ଠିକ୍ସେ ଦେଖାଯାଏନି ତଥାପି ମୁଁ ପଢ଼ିକି ଶୁଣେଇ ଦେଉଛି। ମନୋରଞ୍ଜନ ଦାସ କେଉଁଠାରେ କାର୍ଯ୍ୟ କରୁଥିଲେ? ମନୋରଞ୍ଜନ ଦାସ କେଉଁଠାରେ କାର୍ଯ୍ୟ କରୁଥିଲେ? କେଉଁଠାରେ ପିଲାମାନେ? ଦୂରଦର୍ଶନରେ, ଆକାଶବାଣୀରେ, ସଙ୍ଗୀତ ନାଟକ ଏକାଡେମୀରେ, ଯାତ୍ରାବାଟିରେ। କେଉଁଠି ପିଲାମାନେ? ଆକାଶବାଣୀରେ। ନେକ୍ସଟ ଦେଖ, କେତୋଟି ଦୃଶ୍ୟରେ କୋଣାର୍କ ଏକାଙ୍କିକା ବିଭକ୍ତ ହୋଇଛି? କେତୋଟି ଦୃଶ୍ୟ ପିଲାମାନେ? କୋଣାର୍କ ପିଲାମାନେ 3ଟି ଦୃଶ୍ୟରେ ବିଭକ୍ତ ହୋଇଛି। ନେକ୍ସଟ ଦେଖ, ବିଦେଶୀ ମାଧ୍ୟମରେ ପିଲାମାନେ ଯେଉଁଟା ବି ଗୋଟେ ଦୁଇଟା ଆନ୍ସର ଭୁଲ ଆସୁଥିବ ତାକୁ ତୁମେ କମେଣ୍ଟରେ ଜଣାଇ ଦେଇଥିବ। ଠିକ୍ ଅଛି, ଯାହାଦ୍ୱାରା କି ଅଲଗା ପିଲାମାନେ ଯେଉଁମାନେ ପ୍ରାକ୍ଟିସ୍ ପାଇଁ ଆସୁଛନ୍ତି ସେମାନେ ଦେଖିକି ଠିକ୍ସେ ଜାଣିପାରିବେ। ବିଦେଶୀ ମାଧ୍ୟମର ଅପ୍ରାକୃତିକତା ପାଚେରୀକୁ ଭାଙ୍ଗିବା ପାଇଁ ପ୍ରଥମେ କିଏ ପ୍ରୟାସ କରିଥିଲେ? ଗାନ୍ଧିଜୀ ପ୍ରୟାସ କରିଥିଲେ। ନେକ୍ସଟ, ମାତୃଭାଷା ପ୍ରତି ମମତା ନଥିବା ବ୍ୟକ୍ତିକୁ କେବେ କ'ଣ କୁହାଯାଇପାରେ ନା? ଦେଶଭକ୍ତ ବୋଲି କୁହାଯାଇପାରେ ନା। ଯାହା ପ୍ରତି ମାତୃଭାଷା ପ୍ରତି ଯାହାର ଭଲ ପାଇବା ନଥିବ ତାକୁ ଦେଶଭକ୍ତ କେବେ କୁହାଯାଇପାରେ ନା। ନେକ୍ସଟ, କାନ୍ତକବି କୁଳଦେବତା କିଏ? କାନ୍ତକବିଙ୍କ କୁଳଦେବତା କିଏ? ଗୋପୀନାଥ। ନେକ୍ସଟ ଦେଖ, ନେକ୍ସଟ ହେଲା ପିଲାମାନେ 30 ନମ୍ବର କ୍ୱେଶ୍ଚନ୍, ବଙ୍ଗଳାଶ୍ରୀ ଛନ୍ଦରେ କେଉଁ ଅକ୍ଷର ଉପରେ ଯତିପାତ ହୁଏ ନାହିଁ? ଏକାଦଶ ଅକ୍ଷରରେ ଯତିପାତ ହୁଏ ନାହିଁ। ପିଲାମାନେ ଯଦି ତୁମର ଯେଉଁ ଛନ୍ଦ ନେଇ କିଛି ଡାଉଟ୍ ଥାଏ ତୁମେ ଥରେ ଖାଲି କମେଣ୍ଟରେ ଛନ୍ଦ ବୋଲି ଲେଖିଦେଇଥିବ, ତା ପାଇଁ ଡିଟେଲ୍ସ ଟ୍ରିକ୍ସ ଟୋଟାଲ୍ ତୁମର ଟ୍ରିକ୍ସ ସହ ପୁରା ଫନି ୱେରେ ବୁଝେଇଦେବି ଯାହାକୁ ତୁମେ କେବେ ବି ଜୀବନରେ ଭୁଲିବ ନାହିଁ। ଠିକ୍ ଅଛି, ତୁମର ଟୋଟାଲ୍ ଟ୍ରିକ୍ସ ସହ ମୁଁ ବୁଝେଇଦେବି, କାହାକୁ କେବେ ମଧ୍ୟ ଭୁଲିବ ନାହିଁ। ନେକ୍ସଟ 31 ନମ୍ବର କ୍ୱେଶ୍ଚନ୍, ସୁବ୍ରତ ବୃତ୍ତିରେ କ'ଣ ଥିଲେ? ଚିକିତ୍ସକ, ଅଧ୍ୟାପକ, ଶିକ୍ଷକ, ଓକିଲ। ତ କରେକ୍ଟ ଆନ୍ସର ହେଇଯିବ ଅଧ୍ୟାପକ। ନେକ୍ସଟ ଦେଖ, ନିମ୍ନୋକ୍ତ ମଧ୍ୟରେ କେଉଁଟି ଶୁଦ୍ଧ ରୂପ? ଦିବାରାତ୍ର, ଅଞ୍ଜଳି, ଉତ୍ତ୍ୟକ୍ତ, ଅବଢ଼ା। ତ କରେକ୍ଟ ଆନ୍ସର ହେଇଯିବ ଦିବାରାତ୍ର। କେଉଁମାନେ ପ୍ରଚଳିତ ଶିକ୍ଷା ପାଖରେ ମାନବିକତାକୁ ଉତ୍ସର୍ଗ କରିଦେଇଛନ୍ତି ବୋଲି ଜନ୍ମଭୂମି ପ୍ରବନ୍ଧରେ କୁହାଯାଇଛି? ଶିକ୍ଷିତମାନେ। ନେକ୍ସଟ ଦେଖ, କେଉଁ ଗ୍ରୀଷ୍ମ ଦେବତା ବିଶ୍ୱର ଭାର ବହନ କରି ପୂଜା ହୋଇଯାଇଛନ୍ତି? କାହାକୁ କୁହାଯାଇଛି ପିଲାମାନେ? ପୁସ୍ତକରେ ଏଟଲାସ୍ ହେଉଛନ୍ତି ଗ୍ରୀଷ୍ମ ଦେବତା, ଯିଏକି ବିଶ୍ୱର ଭାର ବହନ କରି ପୂଜା ହୋଇଯାଇଛନ୍ତି। ନେକ୍ସଟ 35 ନମ୍ବର କ୍ୱେଶ୍ଚନ୍, ଉତ୍କଳ ଜନନୀଙ୍କର ଅଙ୍ଗରେ କିଏ ଶୋଭା ପାଉଛି? ବନଭୂମି। ନେକ୍ସଟ ଦେଖ, ଆବିଷ୍କାର ଏଠାରେ ବିସର୍ଗ କ'ଣ ପାଇଁ ହୋଇଛି? ଆବିଷ୍କାର ଏଠାରେ ବିସର୍ଗର କ'ଣ ହୋଇଛି? ବିସର୍ଗର ମୁନେଶ୍ୱରେ ହଳ ବା ମୁନେଶ୍ୱ ହିଁ ହୋଇଯାଇଛି। ଠିକ୍ ଅଛି। ନେକ୍ସଟ ଦେଖ, ମଙ୍ଗଳେ ଉଇଲା ଉଷା ପଦ୍ୟଟି କେଉଁ ଛାନ୍ଦରେ ରଚିତ? ଏହା ଚକ୍ଷି ଛାନ୍ଦରେ ରଚିତ। ନେକ୍ସଟ ଦେଖ, କେଉଁ କବିତା ପୁସ୍ତକ ପାଇଁ କବି ଅନନ୍ତ ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଅବାନ୍ତର। ଅବାନ୍ତର ହେଇଯିବ ଏହାର କରେକ୍ଟ ଆନ୍ସର। ଠିକ୍ ଅଛି। ତ ନେକ୍ସଟ ଦେଖ, କେଉଁ ଗଛ ତଳେ ହରିଗୁଡ଼ିଆର ଦୋକାନ ଥିଲା? ଚାକୁଣ୍ଡା ଗଛ ତଳେ। ପିଲାମାନେ ଯେଉଁ ଯେତେ ସବୁ ଗପ ଅଛି, ଯେଉଁ ଷ୍ଟୋରି ଗୁଡ଼ା ଅଛି, ଗପ ଗୁଡ଼ା ତାକୁ ଭଲସେ ଡିଟେଲ୍ସ ଥରେ ନା ପଢ଼ି ଦେଇଥିବ, କାରଣ ଡିଟେଲ୍ସରୁ ବହୁତ ଗୁଡ଼ା ହିଁ କ୍ୱେଶ୍ଚନ୍ ଆସିଥାଏ। ଠିକ୍ ଅଛି। ନେକ୍ସଟ ଦେଖ, ଗାଳ୍ପିକ ରବି ପଟ୍ଟନାୟକଙ୍କ ବଡ଼ ପୁଅ ବିଏ ପଢ଼ୁ ପଢ଼ୁ କ'ଣ ହୋଇଗଲା? ବିଏ ପଢ଼ୁ ପଢ଼ୁ ସେ ହିପି ହୋଇଗଲା। ନେକ୍ସଟ ଦେଖ, ଭୀମ କାହାକୁ ସିଂହନାଦ ମାଗିଥିଲେ? ଭୀମ କାହାକୁ ସିଂହନାଦ ମାଗିଥିଲେ? ବିଶ୍ୱନାଥଙ୍କୁ। ନେକ୍ସଟ ଦେଖ 42 ନମ୍ବର କ୍ୱେଶ୍ଚନ୍ କହିଲା କି ରାଘବଙ୍କ ଲଙ୍କା ଯାତ୍ରାର କୂଳ ପଦ୍ୟ ବୈଦେହୀଶ ବିଳାସ କାବ୍ୟର କେଉଁ ଛାନ୍ଦରୁ ଆସିଅଛି? ପିଲାମାନେ
42তম ଛାନ୍ଦରୁ ଆସିଅଛି। ଏଇଟା 40ତମ ଜେଲା ମାରାହେଇଛି, ଭୁଲ ମାରାହେଇଛି, 42ତମ ଛାନ୍ଦରୁ ଆସିଅଛି। ନେକ୍ସଟ ଦେଖ, ଯାହାଦ୍ୱାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ ତାକୁ କ'ଣ କୁହାଯାଏ? ତାକୁ ଅର୍ଥାଳଙ୍କାର କୁହାଯାଏ। ଯାହାଦ୍ୱାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ ତାକୁ ଅର୍ଥାଳଙ୍କାର କୁହାଯାଏ। ନେକ୍ସଟ, ବାବୁ ନାକଶ୍ରୀ ଦାନଯୋଗ୍ୟ ଯଶାକୁ ବିହର କାନନ କର ଆଲିଙ୍ଗନକୁ। ଉକ୍ତ ପଦର ପ୍ରଥମ ପଦରେ ଥିବା ଶ୍ରେଷ୍ଠ ପଦ କିଏ? ନାକଶ୍ରୀ ହେଉଛି ଏଠାରେ ଶ୍ରେଷ୍ଠ ପଦ। ନେକ୍ସଟ ଦେଖ, ନରେନ୍ଦ୍ର ବିବେକାନନ୍ଦ ଜନ୍ମ ହେବା ପାଇଁ କେଉଁ ସ୍ଥାନ ଏନ୍ତୁଡ଼ିଶାଳ ହୋଇଥିଲା? କ'ଣ ପିଲାମାନେ? ଦକ୍ଷିଣେଶ୍ୱର କାଳୀ ମାଙ୍କ ମନ୍ଦିର ତାଙ୍କ ପାଇଁ ଏନ୍ତୁଡ଼ିଶାଳ ହୋଇଥିଲା। ନେକ୍ସଟ ଦେଖ, ଜଣେ ଗୃହସ୍ଥ ଭକ୍ତ କେଉଁଠି ରାମକୃଷ୍ଣ ଶିଷ୍ୟମାନଙ୍କ ପାଇଁ ପୁରୁଣା କୋଠା ଛାଡ଼ି ଦେଇଥିଲେ? ବରାହନଗରରେ। ନେକ୍ସଟ ଦେଖ, 47ତମ କ୍ୱେଶ୍ଚନ, କେଉଁଠି ହଜିଛି ଖୋଜିଦିଏ ମୋର ଡେସ୍ର ଚାବିକାଠି? ଉପଯୁକ୍ତ ଶବ୍ଦରେ ପଦ୍ୟ ପଂକ୍ତିକୁ ପୂରଣ କର। ଚେତନାର ଚାବିକାଠି, ଏଠି କ'ଣ ହେବ? ଚେତନାର ଚାବିକାଠି। ଠିକ୍ ଅଛି, ଏଠି ଚେତନା ହେଇଯିବ ତୁମର କରେକ୍ଟ ଆନ୍ସର। ନେକ୍ସଟ ଦେଖ, 48ତମ କ୍ୱେଶ୍ଚନ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଗଦ୍ୟର କାନ୍ତକବିଙ୍କ ଜୀବନରେ କେଉଁ ଦିଗ ଉପରେ ଆଲୋକପାତ କରାଯାଇଛି? ଏଟା ସାହିତ୍ୟ କୃତି ଉପରେ ଆଲୋଚନା କରାଯାଇଛି। କେଉଁଠି ବୃଥା ପ୍ରାର୍ଥନା ଅର୍ଥ ପ୍ରକାଶ କରୁଥିବା ରୂଢ଼ି ଅଟେ? ଅରଣ୍ୟ ରୋଦନ। ନେକ୍ସଟ, କବିତୁଣ୍ଡ ମେଣ୍ଢାମୁଣ୍ଡ ଏହି ଲୋକବାଣୀ କେଉଁ ଅର୍ଥ ପ୍ରକାଶ କରୁଅଛି? ଆର୍ଷବର୍ଚ୍ଚନ। ଆର୍ଷବର୍ଚ୍ଚନ ହେଇଛି ଏଟା କରେକ୍ଟ ଆନ୍ସର। ଠିକ୍ ଅଛି, ତ ଟୋଟାଲ ପିଲାମାନେ ଆମେ ଗୋଟେ ଭିଡ଼ିଓରେ ଆମେ ତୁମର ଟୋଟାଲ 50 MCQ ଡିସ୍କସ୍ କଲେ, ଯାହାକି ତୁମର এই ଭିଡ଼ିଓରେ ଅଛି। ନେକ୍ସଟ ଟାଇମ୍ ତୁମର ଯେଉଁ ସବଜେକ୍ଟିଭ ପାର୍ଟ ରହିଛି ପିଲାମାନେ, ସବଜେକ୍ଟିଭ ପାର୍ଟ ଆଉ ଗୋଟେ ଭିଡ଼ିଓ ଡିସ୍କସନ୍ କରିବା। ଯେଉଁମାନେ ବି ଏଥିପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ବେଲ୍ ନୋଟିଫିକେସନ୍ ଅଲ୍ରେ କ୍ଲିକ୍ କରି ଭିଡ଼ିଓ ଲାଇକ୍ କରି ସାଙ୍ଗମାନଙ୍କୁ ସେୟାର କର। ଦେଖା ଆପଣଙ୍କୁ ଏକ ନୂଆ ଭିଡ଼ିଓରେ, ସେତେବେଳେ ରହୁଛି। ଜୟ ଜଗନ୍ନାଥ।